ଯେତେବେଳେ ଆପଣମାନେ ୱାଇଟି ଷ୍ଟୁଡ଼ିଓ କିମ୍ବା ୟୁଟ୍ୟୁବ୍ରୁ ଭିଡ଼ିଓ ଯେତେବେଳେ ଅପଲୋଡ଼ କରୁଛନ୍ତି ସେତେବେଳେ ଗୋଟେ ଏବେ ନୂଆ ଫିଚର୍ ଗୋଟେ ଦେଇଛି ୟୁଟ୍ୟୁବ୍ ତରଫରୁ ଯେଉଁଟା ନ୍ୟୁ ଫିଚର୍ ଗୋଟେ ଆସିଛି ସେଇଟା ଭିଡ଼ିଓ ଅପଲୋଡ଼ କଲା ବେଳକୁ ଗୋଟେ ଦେଖାଉଛି, ଆଗରୁ ଦେଖୁନଥିଲୁ। ତ ଭିଡ଼ିଓ ଅପଲୋଡ଼ କଲାବେଳକୁ ଦେଖିନେବା କ'ଣ ଆସୁଛି। ଦେଖିନିଅନ୍ତୁ, ମୁଁ ଏଠି ଗୋଟେ ଭିଡ଼ିଓଟି ଚୁଜ୍ କରିବି। ଭିଡ଼ିଓଟି ଚୁଜ୍ କରିକି ଅପଲୋଡ଼ କରିବା ସମୟରେ ଦେଖିନଥିବେ ଏଠି ଆପଣମାନେ ଡିସ୍କ୍ରିପ୍ସନ୍ ଯାହା ଲେଖିବେ, ଲେଖି ସାରିଲା ପରେ ତଳକୁ ଦେଖୁଥିବେ ଏଇଟା ଅନଲିଷ୍ଟେଡ୍ ଅଛି। ନେକ୍ସଟ କ'ଣ କରିବେ, ଲାଷ୍ଟରେ ଦେଖନ୍ତୁ ଏଇଠି ଅଛି ଅଲ୍ଟରେଟ୍ କଣ୍ଟେଣ୍ଟ। ତ ଅଲ୍ଟରେଟ୍ କଣ୍ଟେଣ୍ଟ ମାନେ କ'ଣ ଏଇଟା ଦେଖିନିଅନ୍ତୁ, ଲେଖା ହେଇଛି ଏହାର କ'ଣ କ'ଣ ଅଲ୍ଟରନେଟ୍ କଣ୍ଟେଣ୍ଟ ମାନେ କ'ଣ ଦେଖନ୍ତୁ। ଯେକୌଣସି AI ଭିଡ଼ିଓ ଗୁଡ଼ାକ ଯଦି ବନାଉଥିବେ ସେଇଥିପାଇଁ ସେ ବିଷୟରେ ଲେଖା ହେଇଛି। ଏଠି ଦେଖନ୍ତୁ ଲେଖା ହେଇଛି ଡୁ ଏନି ଅଫ୍ ଦ ଫଲୋଇଂ ଡିସ୍କ୍ରାଇବ୍ ୟୋର୍ କଣ୍ଟେଣ୍ଟ। ତ ମେକ୍ସ ଏ ରିଏଲ୍ ପର୍ସନ୍ ଆପିୟର୍ ଟୁ ସେ ଅର୍ ଡୁ ସମଥିଙ୍ଗ ଦେ ଡିଡ୍ ନଟ୍ ସେ ବଫୋର୍। ତ ଏଠି ଆପଣମାନେ ଯଦି AI କଣ୍ଟେଣ୍ଟ ବା AI ଭିଡ଼ିଓ ଗୁଡ଼ାକ ଯଦି ୟୁଜ୍ କରୁଥିବେ ତ ଦେଖୁଥିବେ ଏଠି ୟେସ୍ ଉପରେ କ୍ଲିକ୍ କରିବେ। ଯଦି AI କଣ୍ଟେଣ୍ଟ AI ଭିଡ଼ିଓ ଗୁଡ଼ାକ ଯଦି ୟୁଜ୍ କରୁନଥିବେ କହିଲେ नो ଉପରେ କ୍ଲିକ୍ କରିନେବେ। ଯଦି ଏଇଟା ଯଦି ଆପଣମାନେ ଯଦି ସିଲେକ୍ଟ କରିବେନି, ୟେସ୍ नो ଉପରେ ଯଦି କ୍ଲିକ୍ କରିବେନି କହିଲେ ଆଗକୁ ଭବିଷ୍ୟତରେ ଆପଣଙ୍କର ଚ୍ୟାନେଲ୍ ମନିଟାଇଜ୍ ହେବ ନାହିଁ, ମନିଟାଇଜ୍ ରିଜେକ୍ଟ ହେଇଯିବ। ତ ସେଇଥିପାଇଁ ଏବେ ନ୍ୟୁରେ ଗୋଟେ ଏଇଟା ୟେସ୍ ଅର୍ नो ଉପରେ ପଚାରି ଦେଇଛି। ଯଦି AI କଣ୍ଟେଣ୍ଟ ୟୁଜ୍ କରୁଛନ୍ତି କହିଲେ ୟେସ୍ ଉପରେ କ୍ଲିକ୍ କରିନେବେ। ଯଦି AI କଣ୍ଟେଣ୍ଟ ୟୁଜ୍ କରୁନାହାନ୍ତି, ନିଜେ ଭିଡ଼ିଓଟା ଏଡ଼୍ ବନାଉଛନ୍ତି କହିଲେ नो ଉପରେ କ୍ଲିକ୍ କରିନେବେ। ତ ଗାଇଜ୍ ଭିଡ଼ିଓଟି ଯଦି ଭଲ ଲାଗିଲା କହିଲେ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ କରିକି କୁହନ୍ତୁ।